ପିଲାମାନେ ଆଜି ଆମେ ପଢ଼ିବା ଆମ ଚତୁର୍ଥ ଶ୍ରେଣୀ ସାହିତ୍ୟ ବହିର ଏକ ସୁନ୍ଦର ବିଷୟ ରାଜାଙ୍କ ନୂତନ ପରିଚ୍ଛଦ। ଏହି ବିଷୟରୁ ଆମକୁ ବହୁତ କିଛି ଶିଖିବାକୁ ମିଳିବ। ଏହାକୁ ଲେଖିଛନ୍ତି କାଳନ୍ଦୀ ଚରଣ ପାଣିଗ୍ରାହୀ। ତାହେଲେ ଏହି ବିଷୟକୁ ଯିବା ଆଉ ପଢ଼ିବା ବୁଝିବା ଭଲ ଭାବରେ। ତାହେଲେ ପିଲାମାନେ ଗୋଟିଏ ଦେଶରେ ଜଣେ ରାଜା ଥିଲେ, ବୁଝିହେଲା। ପ୍ରତିଦିନ ଗୋଟିଏ ଗୋଟିଏ ନୂତନ ପୋଷାକ ପିନ୍ଧିବା ଥିଲା ତାଙ୍କର ପ୍ରଧାନ ସଉକ। ବୁଝିହେଲା ପିଲାମାନେ। ଆମକୁ ଯେମିତି ନୂଆ ଡ୍ରେସ୍ ପିନ୍ଧିଲେ ଭଲ ଲାଗେ, ସେ ସେମିତି ସବୁଦିନ ଗୋଟେ ଗୋଟେ ନୂଆ ଡ୍ରେସ୍ ପିନ୍ଧୁଥିଲେ। ସେ ଯେ ଭଲ ଶାସନ କରୁଛନ୍ତି ଅଥବା ଭଲରେ ପ୍ରଜା ପାଳନ କରୁଛନ୍ତି ଏକଥା କେହି ନ କହି ବରଂ କୁହନ୍ତି ରାଜା ଆଜି ଭଲ ପୋଷାକ ପିନ୍ଧିଛନ୍ତି। କେହି କହୁନଥିଲେ ଯେ ସେ ଭଲ କ'ଣ ପ୍ରଜା ପାଳନ କରୁଛନ୍ତି କି ଭଲ ଶାସନ କରୁଛନ୍ତି। ସମସ୍ତେ କୁହନ୍ତି ରାଜା ଆଜି ଭଲ ପୋଷାକ ପିନ୍ଧିଛନ୍ତି। ନୂତନ ପରିଚ୍ଛଦ ପାଇଁ ରାଜା ଏକ ପ୍ରକାର ପାଗଳ ହୋଇପଡ଼ିଥିଲେ। ଥରେ ସେ ଘୋଷଣା କଲେ ଯେ ଯେଉଁ କାରିଗର ତାଙ୍କ ପାଇଁ ସମ୍ପୂର୍ଣ୍ଣ ଏକ ନୂତନ ଧରଣର ପୋଷାକ ତିଆରି କରିପାରିବ ତାକୁ ସେ 1,000 ସ୍ୱର୍ଣ୍ଣ ମୁଦ୍ରା ପୁରସ୍କାର ଦେବେ ହେଲା। ଏବଂ ସେ ତାପରେ ତାଙ୍କ ରାଜ୍ୟରେ ତାଙ୍କ ଦେଶରେ କ'ଣ ପୁରା ସମସ୍ତଙ୍କୁ ପ୍ରଚାର କଲେ ଯେ ଗୋଟେ ନୂତନ ଧରଣ ପୋଷାକ ତିଆରି କରିପାରିବ ତାକୁ ସେ 1,000 ସ୍ୱର୍ଣ୍ଣ ମୁଦ୍ରା ପୁରସ୍କାର ଦେବେ। ଏ ସମ୍ବାଦ ଶୁଣି ଦୁଇ ଜଣ ଶଠ ଅର୍ଥ ଲୋଭରେ ହେଲା କ'ଣ ପଇସା ଲୋଭରେ ସ୍ୱର୍ଣ୍ଣ ଲୋଭରେ ହେଲା ରାଜାଙ୍କ ସମ୍ମୁଖରେ ଯାଇ ଉପସ୍ଥିତ ହୋଇ କହିଲେ, ମହାରାଜ, ଆମ୍ଭେ ସମ୍ପୂର୍ଣ୍ଣ ଏକ ନୂତନ ଧରଣ ପୋଷାକ ଆପଣଙ୍କ ନିମନ୍ତେ ପ୍ରସ୍ତୁତ କରିଦେବୁ। ସେଭଳି ପୋଷାକ ଆଜି ପର୍ଯ୍ୟନ୍ତ କେହି ଦେଖିନଥିବେ। ସେ ହେବ ଏକ ଅଦ୍ଭୁତ ପୋଷାକ। ତାର ଏକ ବିଚିତ୍ର ଗୁଣ ହେଉଛି ଯେ ଯେଉଁ ଲୋକ ବୁଦ୍ଧିହୀନ ଏବଂ ନିଜର ଆସନ ଅଯୋଗ୍ୟ ତାହାର ଚକ୍ଷୁକୁ ସେ ବସ୍ତ୍ର ଆଦୌ ଦେଖାଯିବ ନାହିଁ। ସେ କହୁଛନ୍ତି ଯେ ଆମେ ଏମିତି ଏକ ପୋଷାକ ତିଆରି କରିବୁ ଯାହାର ବୁଦ୍ଧି ନାହିଁ ଏବଂ ଯିଏ ନିଜ ଆସନର ଅଯୋଗ୍ୟ ତାକୁ ସେ ଚକ୍ଷୁକୁ ସେଇ ବସ୍ତ୍ର ଦେଖାଯିବ ନାହିଁ। ରାଜା ଭାବିଲେ ଏହା ନିଶ୍ଚୟ ଏକ ଅଦ୍ଭୁତ ପରିଚ୍ଛଦ ହେବ, ଏକ ଅଦ୍ଭୁତ କ'ଣ ପୋଷାକ ହେବ। ସେ କାରିଗର ଦୁଇ ଜଣଙ୍କୁ ପଚାରିଲେ, ଏପରି ଏକ ପରିଚ୍ଛଦ ତିଆରି କରିବାରେ କେତେ ଅର୍ଥ ଖର୍ଚ୍ଚ ହେବ? ଶଠ ଦୁହେଁ ହେଲା ଯେଉଁ ପରିମାଣର ରେଶମ ସୂତା, ସ୍ୱର୍ଣ୍ଣ ଜରି ଓ ମୋତି ମାଣିକ୍ୟର ହିସାବ ଦେଲେ ତାହା ଶୁଣି ରାଜା ଅଧିକ ଆନନ୍ଦିତ ହେଲେ। ସେ ଭାବିଲେ ଏଭଳି ମୂଲ୍ୟବାନ ପୋଷାକ ତ ମୋ ଭଣ୍ଡାରରେ ନାହିଁ। ତହୁଁ ସେ କାରିଗର ଦୁହିଁଙ୍କୁ କହିଲେ, ଆଜିଠାରୁ 15 ଦିନ ମଧ୍ୟରେ ଏହି ପୋଷାକ ସମ୍ପୂର୍ଣ୍ଣ କରି ଆମ୍ଭକୁ ଦେବ। ଏହି ମୂଲ୍ୟବାନ ପୋଷାକ ପିନ୍ଧି ଆମ୍ଭେ ଏଥର ଆମ ଜନ୍ମଦିନ ପାଳନ କରିବୁ। ରାଜା କହୁଛନ୍ତି 15 ଦିନ ଭିତରେ ଏହି ପୋଷାକ ତିଆରି କରିଦେବ। ଆଉ ଏହି ପୋଷାକ ପିନ୍ଧି ମୋର ଆଗକୁ ଯେଉଁ ଜନ୍ମଦିନ ଆସୁଛି ସେଇ ଜନ୍ମଦିନ ଆମେ ପାଳନ କରିବୁ। ତାପରେ କ'ଣ ହେଲା? ଶଠ ଦୁଇ ଜଣ ତନ୍ତ୍ର ପାଖରେ ବସି ବସ୍ତ୍ର ବୟନର ଛଳନା କଲେ। ହେଲା ତାଙ୍କୁ କିଛି ପିଲାମାନେ ଜଣା ନାହିଁ। ସେମାନେ ଛଳନା କରୁଛନ୍ତି ଯେ ଆମେ ପୋଷାକ ତିଆରି କରୁଛୁ। ରାଜଭଣ୍ଡାରରୁ ଯେତେ ରେଶମ ସୂତା, ସ୍ୱର୍ଣ୍ଣ ଜରି, ମଣି ମାଣିକ୍ୟ ଇତ୍ୟାଦି ପାଇଲେ ସେ ସବୁକୁ ସେମାନେ ଲୁଚାଇ ରଖିଦେଲେ। ଦିନ ରାତି ତନ୍ତ ପାଖରେ ବସି ମିଛରେ ବୟନ କରିବା ଭଳି ଅଭିନୟ କଲେ। ଦିନକୁ ଦିନ ସେ ଦୁହିଁଙ୍କୁ ରାଜଭଣ୍ଡାରରୁ ଅଧିକ ଅଧିକ ପରିମାଣର ସ୍ୱର୍ଣ୍ଣ ଜରି ଓ ମଣିମୁକ୍ତା ଇତ୍ୟାଦି ମିଳିଲା। ଏହି ଅଦ୍ଭୁତ ବସ୍ତ୍ର ଦେଖିବା ପାଇଁ ରାଜାଙ୍କ ମନରେ କ୍ରମେ ଆଗ୍ରହ ବଢ଼ିଲା। କିନ୍ତୁ ତାଙ୍କର ମନେ ପଡ଼ିଲା ଯେ କାରିଗର ଦୁହେଁ କହିଛନ୍ତି ନିତ୍ୟାନ୍ତ ବୋକା ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କୁ ଏହି ପୋଷାକ ଦେଖାଯିବ ନାହିଁ। ତେଣୁ ସେ ପ୍ରଥମେ ତାଙ୍କ ପ୍ରଧାନମନ୍ତ୍ରୀକୁ ପଠାଇଲେ ଏହି ବସ୍ତ୍ର ଦେଖିବା ପାଇଁ। ସେତେବେଳକୁ ଏହି ଅଦ୍ଭୁତ ବସ୍ତ୍ର ବିଷୟରେ ରାଜ୍ୟ ସାରା ପ୍ରଚାର ହୋଇଗଲାଣି। ପ୍ରତ୍ୟେକ ଲୋକ ରାଜାଙ୍କର ଜନ୍ମଦିନ ପାଳନକୁ ଅପେକ୍ଷା କରି ରହିଥାନ୍ତି। ପ୍ରଧାନମନ୍ତ୍ରୀ ଯାଇ ଦେଖିଲେ କାରିଗର ଦୁହେଁ ବସ୍ତ୍ର ବୟନରେ ବ୍ୟସ୍ତ, ଅଥଚ ତନ୍ତଟି ଶୂନ୍ୟ, ସେଥିରେ କୌଣସି ବସ୍ତ୍ର ନାହିଁ। ସେ ଭାବିଲେ ମୁଁ ତ କାହିଁ ସୂତାଖିଅଟିଏ ମଧ୍ୟ କେଉଁଠି ଦେଖିବାକୁ ପାଉନାହିଁ। ତେବେ କ'ଣ ମୁଁ ବୁଦ୍ଧିହୀନ ଓ ପ୍ରଧାନମନ୍ତ୍ରୀ ପଦ ପାଇଁ ମୁଁ ଅଯୋଗ୍ୟ? ମନ୍ତ୍ରୀ ଚିନ୍ତାମଗ୍ନ ହୋଇ ପଡ଼ିବାର ଦେଖି ଜଣେ ଶଠ କହିଲା,
ପ୍ରଧାନମନ୍ତ୍ରୀ ମହୋଦୟ, ଏ ବସ୍ତ୍ରଟି ଆପଣଙ୍କ ପସନ୍ଦକୁ କିପରି ଆସୁଛି? ତାପରେ ସେଇ ଶୂନ୍ୟ ତନ୍ତ୍ରରେ ଆଙ୍ଗୁଳି ଦେଖାଇ କହିଲା, ଏଠାରେ ଏହି ରଙ୍ଗଟି କିପରି ମାନୁଛି? ସେଠାରେ ଯେଉଁ ସ୍ୱର୍ଣ୍ଣ ଦିଆଯାଇଛି ଏବଂ ତା ପାଖରେ ଯେଉଁ ମୁକ୍ତା ଓ ମାଣିକ୍ୟର କଣିକା ଗୁଡ଼ିକ ଖଞ୍ଜାଯାଇଛି ତାହା ଆପଣଙ୍କ ମନକୁ ପାଉଛି ତ? ପ୍ରଧାନମନ୍ତ୍ରୀ ବଡ଼ ଚିନ୍ତାରେ ପଡ଼ିଗଲେ। ସେ ଯଦି କହିବେ ଯେ ସେ କିଛି ଦେଖିପାରୁନାହାନ୍ତି, ତେବେ ସେ ଜଣେ ବୋକା ଓ ନିଜ ଆସନ ପାଇଁ ଅଯୋଗ୍ୟ ବୋଲି ପ୍ରମାଣିତ ହେବେ। ରାଜା ହୁଏତ ଏହା ଜାଣି ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ତଡ଼ିଦେବେ। ତେଣୁ ସେ ମଧ୍ୟ ଛଳନା କରି କହିଲେ, ନିଶ୍ଚୟ ନିଶ୍ଚୟ, ଏହା ଏକ ଚମତ୍କାର ପୋଷାକ। ରାଜାଙ୍କ ଦେହକୁ ଏହା ଖୁବ୍ ମାନିବ। ବୁଝିହେଲା ପିଲାମାନେ? ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ସେଇ ଶଠ 2 ଜଣଙ୍କର ମାୟାରେ ଫସିଗଲେ ଏବଂ ସେ ଯେଉଁ କହିଲେ କାହାକୁ ଦେଖାଯିବ ନାହିଁ, ଯିଏ ବୁଦ୍ଧିହୀନ, ଯିଏ ଅଯୋଗ୍ୟ, ତାକୁ ଏଇ ପୋଷାକ ଦେଖାଯିବ ନାହିଁ। ତେଣୁ ପ୍ରଧାନମନ୍ତ୍ରୀ ଭାବିଲେ ମୁଁ ହେଉଛି ପ୍ରଧାନମନ୍ତ୍ରୀ ପଦ ପାଇଁ ଅଯୋଗ୍ୟ, ତେଣୁ ରାଜା ମୋତେ ଚାକିରିରୁ ବାହାର କରିଦେବେ। ସେ ବି ମଧ୍ୟ ଛଳନା କରି କହିଲେ, ହଁ, ଏ ପୋଷାକ ରାଜାଙ୍କୁ ଖୁବ୍ ଭଲ ମାନିବ। ତାହେଲେ ତାପରେ କ'ଣ ହେଲା ପିଲାମାନେ? ଏହାପରେ ସେ ରାଜାଙ୍କ ନିକଟରୁ ଫେରିଆସି ସେହି କଥା କହିଲେ। ରାଜା ଏଥର ତାଙ୍କ ପ୍ରଧାନ ବିଚାରପତିଙ୍କୁ ପଠାଇଲେ। ତାଙ୍କର ମଧ୍ୟ ସେହି ଅବସ୍ଥା ହେଲା। ସେ ତନ୍ତରେ କୌଣସି ବସ୍ତ୍ର ନ ଦେଖି ବିଚାରିଲେ, କ'ଣ ମୁଁ ପ୍ରଧାନ ବିଚାରପତି ଭାବରେ କେତେ କେତେ ମାମଲାର ବିଚାର କରି ତାର ସମାଧାନ କରିଛି, ନ୍ୟାୟ ବିଚାର ପାଇଁ ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ହୋଇଛି। ମୁଁ ତେବେ କ'ଣ ବୁଦ୍ଧିହୀନ ଓ ପ୍ରଧାନ ବିଚାରପତି ପଦ ପାଇଁ ଅଯୋଗ୍ୟ? କାହିଁ, ମୁଁ ତ କୌଣସି ବସ୍ତ୍ର ଦେଖିପାରୁନାହିଁ। ସେ ତାଙ୍କର ଦୁର୍ବଳତା ଲୁଚାଇବା ପାଇଁ ରାଜାଙ୍କ ପାଖରେ ଆସି ଜଣାଇଲେ, ମହାରାଜ, ଏହି କାରିଗର ଦୁହେଁ ଅସାଧାରଣ ଓ ଆଶ୍ଚର୍ଯ୍ୟଜନକ ପୋଷାକ ପ୍ରସ୍ତୁତ କରୁଛନ୍ତି। ଏଥର ରାଜା ସ୍ୱୟଂ ତାଙ୍କର କେତେକ ବିଶ୍ୱସ୍ତ କର୍ମଚାରୀଙ୍କ ସହିତ ଯାଇ ତନ୍ତ୍ର ନିକଟରେ ଉପସ୍ଥିତ ହେଲେ। ସେମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଓ ପ୍ରଧାନ ବିଚାରପତି ମଧ୍ୟ ଗଲେ। ସେ ଦୁହେଁ ସେହି ଅଦ୍ଭୁତ ବସ୍ତ୍ରଟିକୁ ଦେଖିପାରୁଥିବା ଭଳି ଛଳନା କରି କହିଲେ, ଦେଖନ୍ତୁ ମହାରାଜ, ଏହି ନୂତନ ପରିଚ୍ଛଦଟି କେଡ଼େ ସୁନ୍ଦର ହୋଇଛି। ସ୍ୱର୍ଣ୍ଣ ଜରି ଓ ମଣିମୁକ୍ତା ଯଥାସ୍ଥାନରେ ଖଞ୍ଜାଯାଇ କେଡ଼େ ମନୋହର ଦିଶୁଛି। ସେମାନେ ଭାବୁଥାନ୍ତି ଯେ ବୋଧହୁଏ କେବଳ ତାଙ୍କର ବ୍ୟତୀତ ଅନ୍ୟମାନେ ସମସ୍ତେ ସେହି ବସ୍ତ୍ରଟିକୁ ଦେଖିପାରୁଛନ୍ତି। କିଏ ଭାବୁଥାନ୍ତି? ପ୍ରଧାନମନ୍ତ୍ରୀ ଆଉ ପ୍ରଧାନ ବିଚାରପତି। ରାଜା କିନ୍ତୁ ମନେ ମନେ ଭାବୁଥାନ୍ତି, ସମସ୍ତେ ସେହି ବସ୍ତ୍ରଟିକୁ ଦେଖିପାରୁଥିବା ସ୍ଥଳେ ସେ ନିଜେ କାହିଁକି ଦେଖିପାରୁନାହାନ୍ତି? ସେ ତେବେ କ'ଣ ରାଜପଦ ପାଇଁ ଅଯୋଗ୍ୟ? ପ୍ରଜାମାନେ ଏ କଥା ଜାଣିଲେ କ'ଣ ଭାବିବେ? ସେ ମଧ୍ୟ ନିଜର ଲଜ୍ଜାକୁ ଘୋଡ଼ାଇବା ପାଇଁ ମିଛରେ କହିଲେ, ସାବାସ୍ ସାବାସ୍, ଅତି ଚମତ୍କାର ବସ୍ତ୍ର ହୋଇଛି। ରାଜାଙ୍କ ସାଙ୍ଗରେ ଯାଇଥିବା ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ କୌଣସି ବସ୍ତ୍ର ଦେଖିପାରୁନଥିଲେ। ସେମାନେ କାଳେ ବୋକା ଓ ଅଯୋଗ୍ୟ ପ୍ରମାଣିତ ହେବେ, ସେଥିପାଇଁ ଅନ୍ୟମାନଙ୍କ ଭଳି ମିଛରେ କହିଲେ, ବାଃ, ଚମତ୍କାର ହୋଇଛି। ତାହେଲେ ସମସ୍ତେ ସେଇ ଶଠ 2ଟାଙ୍କର ମିଛ କଥାରେ ଫସିଗଲେ। ତାହେଲେ ଆଗକୁ କ'ଣ ହେଲା? ରାଜାଙ୍କର ଜନ୍ମୋତ୍ସବରେ ପୂର୍ବଦିନ ଶଠ 2 ଜଣ ସୁବର୍ଣ୍ଣ ଥାଳିରେ ନୂତନ ପରିଚ୍ଛଦଟିକୁ ରଖିଥିବାର ଅଭିନୟ କରି ଶୂନ୍ୟ ଥାଳିକୁ ନେଇ ରାଜାଙ୍କୁ ଉପହାର ଦେଲେ। ଏହାପରେ ରାଜାଙ୍କଠାରୁ ପୁରସ୍କାର ଘେନି ଚାଲିଗଲେ। ଜନ୍ମଦିନ ସକାଳୁ ରାଜାଙ୍କର ଭୃତ୍ୟ ତାହାଙ୍କୁ ନୂତନ ପରିଚ୍ଛଦଟିକୁ ପିନ୍ଧାଇ ଦେବାକୁ ଆସିଲା। ସେ ଦେଖିଲା ଯେ ଥାଳିଟି ହେଉଛି ଶୂନ୍ୟ, ତା ଭିତରେ ପ୍ରକୃତରେ କୌଣସି ପୋଷାକ ନାହିଁ। ସେ କହିଲା, ମହାରାଜ, ମୁଁ ପଛରେ ବୋକା ଓ ଅଯୋଗ୍ୟ ବୋଲି ପ୍ରମାଣିତ ହୋଇପାରେ, କିନ୍ତୁ ଆପଣଙ୍କୁ ଖୁସି କରିବା ପାଇଁ କେବେ ହେଲେ ମିଥ୍ୟା କହିପାରିବେ ନାହିଁ। ପ୍ରକୃତରେ ଏ ଥାଳିରେ କୌଣସି ବସ୍ତ୍ର ନାହିଁ। ମୋର ମନେ ହୁଏ ସେ 2 ଜଣ ମିଥ୍ୟାବାଦୀ ଓ ଠକ ଅଟନ୍ତି। ଆମକୁ ଠକି ବହୁ ଅର୍ଥ ନେଇ ପଳାଇ ଯାଇଛନ୍ତି। ରାଜା ଏହି କଥା ଶୁଣି ନିଜର ଭ୍ରମ ବୁଝିପାରିଲେ ଏବଂ ମନେ ମନେ ଅତ୍ୟନ୍ତ ଲଜ୍ଜିତ ହେଲେ। ସେହିଦିନ ତାଙ୍କର ସୌଖିନ ପୋଷାକ ପ୍ରତି ମମତା ଛାଡ଼ିଗଲା। ସେ ଏଣିକି ରାଜ୍ୟ କାର୍ଯ୍ୟରେ ମନୋନିବେଶ କଲେ। ଶଠ 2 ଜଣ ସମଗ୍ର ରାଜ୍ୟର ଲୋକଙ୍କୁ ବୋକା ଓ ଅଯୋଗ୍ୟ ପ୍ରମାଣ କରି ପ୍ରଚୁର ଅର୍ଥ ନେଇ ଚାଲିଯିବା ପୂର୍ବରୁ ଧରାପଡ଼ି କଠିନ ଶାସ୍ତି ଭୋଗ କଲେ ମଧ୍ୟ ଶଠ 2 ଜଣ ଧରା ପଡ଼ିଲେ।